ଆପଣମାନେ ଦେଖିପାରୁଛନ୍ତି এই ଫଟୋ ଗୋଟେ ସାମାନ୍ୟ ଫଟୋ ନୁହେଁ। ଜୀବନ ଚକ୍ରବ୍ୟୁହର ଗୋଟିଏ ନୂତନ ପନ୍ଥୀ ନୂତନ ଅଧ୍ୟାୟ କଲେ ଅତ୍ୟୁକ୍ତି ହେବନି। এই ଫଟୋ ହେଉଛି 2001 ମସିହାର ବିଗତ 25 ବର୍ଷ ତଳର ଫଟୋ, ଯେଉଁ ସମୟରେ ଭାରତର ପ୍ରଧାନମନ୍ତ୍ରୀ ଥିଲେ ଶ୍ରୀ ଅଟଳ ବିହାରୀ ବାଜପେୟୀ। ସେହି ସମୟରେ ଭାରତର ଗୋଟିଏ ଟିମ୍ ରୁଷର ମସ୍କୋ ଠାରେ ଯାଇଥିଲେ ଏବଂ ପୁତିନଙ୍କ ପଛକାନେ ଛିଡ଼ା ଉଠିଛନ୍ତି। ଆପଣମାନେ ଦେଖିପାରୁଛନ୍ତି ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି। ବର୍ତ୍ତମାନ ଦେଖିପାରୁଛନ୍ତି ପୁତିନ ଏବଂ ମୋଦି ଗୋଟିଏ ଟେବୁଲରେ ବସି ଡିନର କରୁଛନ୍ତି, ଗୋଟିଏ କାରରେ ବୁଲୁଛନ୍ତି ଏବଂ ବିଶ୍ୱ ରାଜନୀତିରେ କାନ୍ଧକୁ କାନ୍ଧ ମିଳେଇ ଆଗକୁ ବଢୁଛନ୍ତି। ଏବଂ ଯଦି ଦେଖାଯିବ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଫରେନ୍ ପଲିସି ବା ଡିପ୍ଲୋମାସି କୂଟନୀତିରେ ସର୍ବାଗ୍ରେ ଭାରତକୁ ଗୋଟିଏ ସ୍ୱତନ୍ତ୍ର ପରିଚୟ ସ୍ୱତନ୍ତ୍ର ଆତ୍ମନିର୍ଭରଶୀଳ ଗଠନ କରିବା ପାଇଁ ସେ ବର୍ତ୍ତମାନ 100% ଚେଷ୍ଟିତ। ଏବଂ ବିଶ୍ୱ ରାଜନୀତିରେ ଯଦି ଦେଖାଯିବ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଯୋଡ଼ିକୁ ନେଇ ବର୍ତ୍ତମାନ ଚର୍ଚ୍ଚାରେ। ତ ବର୍ତ୍ତମାନର ପୋଜିସନ ଦେଖି ଆମେ କିଛି କହିପାରିବାନି ବନ୍ଧୁମାନେ। ଆଗାମୀ ଭବିଷ୍ୟତ ଆଗାମୀ କାହାଣୀ କିଛି ଅଲଗା ହେଇପାରେ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।